ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ପୁଣି ଗୋଟେ ବିବାହ ସମ୍ବନ୍ଧୀୟ ଜ୍ୟୋତିଷୀୟ ଗଣନାକୁ ନେଇକି ଚର୍ଚ୍ଚା କରିବା। ସେ ହେଲା ରାଶି ମେଳ, ଖାଲି ରାଶି। ଆଗରୁ ଏ ବିଷୟରେ ବୋଧେ ମୁଁ କହି ରଖିଥିବି, ମୋର ମନେ ପଡ଼ୁନି। କିନ୍ତୁ ଆଜି ଆଉ ଟିକେ ଟପିକଟାକୁ ମୁଁ ଇମ୍ପ୍ରୋଭାଇଜ୍ କରିବି, ଯେଉଁଟାକି ବହୁତ ଆବଶ୍ୟକ ଆଜିକା ଦିନରେ। ରାଶି ମାନେ କହିଲେ କିଛି ନାହିଁ, ଟୋଟାଲ ସ୍ପେସ୍ଟାକୁ 12ଟି ଭାବ ବା ଘରରେ ଡିଭାଇଡ୍ କରାହେଇଛି। ଯେଉଁ ଭାବରେ ଆପଣଙ୍କର ଚନ୍ଦ୍ର ଅଛି ସେଟା କୁହାଯାଏ, ସେମିତି ବି ସେଟା 12ଟା ରାଶି ବୋଲି କୁହାଯାଏ। ତାର ସଠିକ୍ ଟର୍ମଟା ହେଲା ଚନ୍ଦ୍ର ରାଶି ବା ଚନ୍ଦ୍ର ଯେଉଁ ରାଶିରେ ବିଦ୍ୟମାନ ସେଟାକୁ ହେଲା ଚନ୍ଦ୍ର ରାଶି। ସୂର୍ଯ୍ୟ ଯେଉଁ ରାଶିରେ ବିଦ୍ୟମାନ ସେଟାକୁ ହେଲା ସୂର୍ଯ୍ୟ ରାଶି। ମନେ ରଖିଥାନ୍ତୁ, ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କୁ ପୂର୍ବ ଜନ୍ମର କର୍ମ ସହିତ କନେକ୍ଟର ବୋଲି କୁହାଯାଏ। ଅର୍ଥାତ୍ ସେଇମାନେ ଦୁଇଟା ଗ୍ରହ ଯେଉଁମାନେ କି ଆପଣଙ୍କ ପୂର୍ବ ଜନ୍ମର ମ୍ୟାକ୍ସିମମ୍ କର୍ମଫଳ ଏ ଜନ୍ମକୁ ଆଣିକି ଇଣ୍ଡିକେଟ୍ କରୁଛନ୍ତି। ତେଣୁ ସେଇଥିଲାଗି ସେମାନଙ୍କୁ ବାପା ମା ବୋଲି କୁହାଯାଇଛି, କାରଣ ଆପଣଙ୍କ କର୍ମ କେବଳ ଆପଣ କ୍ୟାରି କରୁନାହାନ୍ତି, ଆପଣଙ୍କ ବାପା ମା ମଧ୍ୟ ଆପଣଙ୍କ କର୍ମର ଭାଗିଦାରୀ ବା ଭାଇସେ ବର୍ଷା, ଆପଣ ବି ଆପଣଙ୍କ ବାପା ମାଙ୍କ କର୍ମରେ ଭାଗିଦାରୀ। ତ ଆମେ ଏଠି ଚନ୍ଦ୍ର ରାଶି କଥା ନର୍ମାଲି ବିଚାର କରୁ, ସୂର୍ଯ୍ୟ ରାଶି କଥା ବିଚାର କରୁନା, ଯେଉଁଟାକି ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିର ଗୋଟେ ପାର୍ଟ। ଦୁଇଟା ଯାକ ସମାନ। ଆପଣ ଦୁଇଟା ଯାକ ନେଇଗଲେ ବି ଭଲ ହେବ, ନାହିଁ ତ ଚନ୍ଦ୍ର ରାଶି ହିଁ ଖାଲି ନିଅନ୍ତୁ, ଗଲା। ଲେଖା ଅଛି ଆଜ୍ଞା, ଯଦି କୌଣସି ରାଶି ତାର ଟିକେ ଅପୋଜିଟ୍ ରାଶି ହୁଏ କିମ୍ବା ସେଇଥିର ଚତୁର୍ଥ ରାଶି ହୁଏ, ସେଇଟା ବେଷ୍ଟ। ତେବେ ଏଠି କ'ଣ ବେଷ୍ଟ? ଗୋଟେ ଲୋକ ଚନ୍ଦ୍ର ଯଦି 2 ଜଣ ଲୋକଙ୍କର ମିଶୁଛି, ଅର୍ଥାତ୍ ସେମାନଙ୍କର ମାନସିକ ସ୍ଥିତି ଠିକ୍ ମିଶିବ। ତୁଳା ଗୋଟେ ଚର ରାଶି, ମେଷ ଗୋଟେ ଚଳ ରାଶି। ତ ମେଷ ଆଉ ତୁଳା ସେ 2 ଜଣଙ୍କ ଏହା ହେଇପାରିବ, କାରଣ ସେମାନେ 2 ଜଣ ଯାକ ଫିକ୍ଲିଂ ଚିନ୍ତାଧାରାର। ଇଏ ବି ଆଜି ଗୋଟେ ଭାବୁଥିବ କାଲି ଚେଞ୍ଜ ହେଇଯିବ, ସେ କାଲି ଚର ମାନେ ସେଇଆ ଆଜ୍ଞା, ନଟ୍ ଷ୍ଟେବଲ୍, ଚଳନ୍ତି, ଚଳିବ। ଯେଉଁଠି ସ୍ଥିର ମାନେ ଯାହା ଡିସିସନ୍ ନେଲା ସେଇଟା ଠିକ୍। ବୃଷ ଆଉ ବୃଶ୍ଚିକ ସବୁବେଳେ ଅପୋଜିଟ୍ ହେଇକି ଥାନ୍ତି। ଗୋଟେ ଚରକୁ ସବୁବେଳେ ଅପୋଜିଟ୍ ଥିବ ଚର, ଗୋଟେ ସ୍ଥିରକୁ ସ୍ଥିର, ଦ୍ୱାତ୍ମିକକୁ ଦ୍ୱାତ୍ମିକ, ଏଇଭଳିଆ ରାଶିଚକ୍ର ବନା ହେଇଛି। ଅର୍ଥାତ୍ ଯେକୌଣସି ରାଶିର ଠିକ୍ 180 ଡିଗ୍ରୀ ଅପୋଜିଟ୍ ରାଶିଟା ତା ପାଇଁ ଭଲ ହେବ। କାହିଁକି ନା ସେମାନଙ୍କ ଭିତରେ ମନଟା ମିଶିବ ବୋଲି ଧାରଣା। କିନ୍ତୁ ଗୋଟେ 2ଟା ପଏଣ୍ଟ ମନେ ରଖିଥିବେ, ଆପଣଙ୍କର ଚନ୍ଦ୍ରର ସଡ଼ବଳ ବା ଚନ୍ଦ୍ର ଜାତକରେ କେତେ ଷ୍ଟ୍ରଙ୍ଗ ସେଟା ଦେଖିବାର ଅଛି ଆଗ। ଷ୍ଟ୍ରଙ୍ଗ ମାନେ କିଛି ନୁହେଁ ନା, ଆପଣ ଚନ୍ଦ୍ର ଆପଣଙ୍କର କେତେ କର୍ମକୁ ଦର୍ଶାଉଛି। ଆପଣ ଯଦି ଟୋଟାଲ 100% କର୍ମ ଆଣିଛନ୍ତି, ତାହେଲେ ସେଥିରୁ ଚନ୍ଦ୍ର ଆପଣଙ୍କ ପ୍ରାରବ୍ଧରେ କେତେ କଣ୍ଟ୍ରୋଲ କରୁଛି ସେଇଟା ତାର ସଡ଼ବଳରୁ ଜଣାପଡ଼ିବ। ତ ଚନ୍ଦ୍ର ରାଶିରୁ ଖାଲି ଆପଣ ଦେଖିଦେଲେ ହେବନି। ଚନ୍ଦ୍ର ଯଦି ଜାତକରେ ଷ୍ଟ୍ରଙ୍ଗ ଅଛି, ତାହେଲେ ସେ ଲୋକର ସେଇଭଳିଆ ମାନସିକ ସ୍ଥିତି ହେବ। ସେ ଯେଉଁ ମାନସିକ ସ୍ଥିତିଟା କେତେ ଦୂର ହେବ ସେଇଭଳିଆ, ମାନେ ଯଦି ଗୋଟେ ଆପଣ ଦେଖିବେ ମୋ ରାଶିଟା ହେଲା ସ୍ଥିର ରାଶି, ଭାବି ନିଅନ୍ତୁ ସ୍ଥିର ଆସିବାରେ କୁମ୍ଭ, କିନ୍ତୁ ଜାତକରେ ସେଇ ଚନ୍ଦ୍ର ରାଶି କଥା କହୁଛେ, ସେଠି ଚନ୍ଦ୍ରଟା ସମ୍ପୂର୍ଣ୍ଣ ଦୁର୍ବଳ ଥିବ। ଆପଣ ଦେଖିବେ ସେ ପିଲାଟା ଆକ୍ଚୁଆଲି ତାର ଆଟିଚ୍ୟୁଡ୍ ସ୍ଥିର ହୋଇନଥିବ। ମୁଁ ଯାହା କହୁଛି ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଚନ୍ଦ୍ର ରାଶିରୁ ବି ସର୍ବଦା ନିଜର ମାନସିକ ସ୍ଥିତି ଜଣାପଡ଼ିବ ନାହିଁ, କାରଣ ଚନ୍ଦ୍ରର ଯଦି ଷ୍ଟ୍ରେନ୍ଥ ନଥିବ, ତାହେଲେ ସିଏ ଆପଣଙ୍କର ମନଟାକୁ କଣ୍ଟ୍ରୋଲ କରିପାରିବ ନାହିଁ। କିନ୍ତୁ ସେଇଠି ଗୋଟେ ପିଲାଟେ ତାର ଅନ୍ୟ କେଉଁଠି ଦ୍ୱାତ୍ମିକ ରାଶି ହେଇଥିବ କି ସ୍ଥିର ରାଶି ହେଇଥିବ, କିନ୍ତୁ ସେ ଚନ୍ଦ୍ର ବହୁତ ଷ୍ଟ୍ରଙ୍ଗ ଥିବେ ସଡ଼ବଳରେ, ସିଏ ପୁରା ଟୁ ଦି ପଏଣ୍ଟ। ବୁଝନ୍ତୁ, 2 ଜଣଙ୍କର ସ୍ଥିର ରାଶି, କିନ୍ତୁ ଯେହେତୁ ଚନ୍ଦ୍ରର ଷ୍ଟ୍ରେନ୍ଥ ନାହିଁ, ତେଣୁ ଆର ମେଣ୍ଟାଲ ଆବିଲିଟି ଯେତିକି ଡେଭଲପ୍ କରିବା କଥା ସେଇ ଅର୍ଡ଼ରରେ, ସ୍ଥିର ମାନେ ଆପଣ ସ୍ଥିର ଚିନ୍ତାଧାରା ନେବେ, ଏଇଟା ହେବନି। କିନ୍ତୁ ସେଠି ଚନ୍ଦ୍ର ଷ୍ଟ୍ରଙ୍ଗ ଅଛି, ତାହେଲେ ସେଇଟା ହେବ। ତେଣୁ ଆପଣ କ'ଣ ଦେଖିବା କଥା ଆଗ,
ଯେ ଦୁଇ ଜଣ ଯାକର ଚନ୍ଦ୍ର ବଳବାନ ଅଛନ୍ତି ତ। ଖାଲି ଆଖି ବୁଝିକି ସର୍ବଳଟାକୁ ଦେଖନ୍ତୁ। ସେ ରାଶି ଉପରେ ଦୃଷ୍ଟି ଦେଉଛନ୍ତି ଶନି, ସେଇଟା ଗୋଟେ ପ୍ରୋବ୍ଲେମ୍ ବାହାରିଲା। ସେ ରାଶି ଉପରେ ରାଶି ସହିତ କେତୁ ଯୁକ୍ତ ହେଇକି ଅଛନ୍ତି, ସେଇଟା ଗୋଟେ ପ୍ରୋବ୍ଲେମ୍ ବାହାରିଲା। ଏଇଟା ପର କଥା। ଖାଲି ଯଦି ଚନ୍ଦ୍ର ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ ଥିବ ନା, ମାନେ ଭାବି ନିଅନ୍ତୁ ଏକାଥରେ ଯେତିକି ତା ରୂପ ରହିବା କଥା ତାଠୁ ସିଏ ଆହୁରି 50-60% ଅଧିକ ଅଛି। ରୂପ ମାନେ ତା ସର୍ବଳରେ ରୂପ ଯେଉଁ କାଉଣ୍ଟ କରାଯାଏ, ତାହେଲେ ସେଇ ଚନ୍ଦ୍ର ଆପଣଙ୍କୁ ଯେତେ ନେଗେଟିଭ୍ ଥିଲେ ବି ସେଇଭଳିଆ ପର୍ସନାଲିଟି ସେ କରିଦେବ। ଚନ୍ଦ୍ରର ବଳ ନାହିଁ, ସେ ଆପଣଙ୍କର ପର୍ସନାଲିଟିର ଓରିଏଣ୍ଟେସନଟା ଦେଇପାରିବ ନାହିଁ। ତେଣୁ ଖାଲି ରାଶି ମିଶାନ୍ତୁ ଆପଣ 50% ଦେଇକି ଫେଲ୍ ହେବ। ଆପଣ କହିବେ ନା ବୃଷକୁ ତ ଆମେ ବୃଷ କରିଛୁ, ବୃଷକୁ ବୃଷ ବି କରିଥାନ୍ତୁ, ମାନେ କିନ୍ତୁ ସମରାଶି ବଢ଼ିଆ ମିଶିଲା। କିନ୍ତୁ ଆପଣଙ୍କର ମନସ୍ତତ୍ଵ ଯାହା ରହିଲା ସେ ଲୋକର ମନସ୍ତତ୍ଵ ସେୟା ରହିବ ନାହିଁ, କାରଣ ଦୁଇ ଜଣଙ୍କର ଚନ୍ଦ୍ରର ବଳ ସନ୍ତୁଳିତ ନୁହେଁ। ଆପଣଙ୍କର ଯଦି 50% ଚନ୍ଦ୍ର ପାୱାରଫୁଲ୍, ତାର 90%। ତେଣୁ ଖାଲି ରାଶି ଦେଖିଦେଲେ ହେବନି, ଚନ୍ଦ୍ରଙ୍କର ଷ୍ଟ୍ରେନ୍ଥ କେତେ ଦେଖିବାର ଅଛି। ଜାତକ ଆପଣଙ୍କୁ ସବୁ କହିବ ଆଜ୍ଞା, ଖାଲି ଆପଣ ଦେଖି ଶିଖିଥିବାର ଅଛି। ମୋର ମନେ ଅଛି ଗୁରୁବାର କେନ୍ ରାଓ ତାଙ୍କ ବହିରେ ଲେଖିଛନ୍ତି, ସେ 30 ବର୍ଷ ପୂର୍ବରୁ କହିଛନ୍ତି ଯେ ଲୋକଟା 30 ବର୍ଷ ପରେ ମରିଯିବ, ଏବଂ ଠିକ୍ 30 ବର୍ଷ ପରେ ସେ ମରିଯାଉଛି। ତ ଏଇଭଳିଆ ଆକୁରେଟ୍ ପ୍ରେଡିକ୍ସନ୍ କରିବା ପାଇଁ ହେଲେ ଅବଶ୍ୟ ମୁଁ ଏକଥା ମାନି ରଖୁଛି, ସମସ୍ତଙ୍କର ସେ ଆବିଲିଟି ହେବା ସମ୍ଭବ ନୁହେଁ। ଖାଲି ମୋ ଭଳିଆ ବସିକି ପଢ଼ି ଲେଖିକି ସାଧନା କରିଦେଲେ ବି ଆସିବନି। ସେ ସବୁ ଆପଣଙ୍କର ଗୁରୁ କୃପା, ପୂର୍ବଜନ୍ମର ନିଜର କର୍ମ ଏବଂ ଦୈବୀ ଶକ୍ତିର ଆଶିଷ ରହିବା ଦରକାର। ତ ଛାଡ଼ନ୍ତୁ ସେ କଥା, ଇଏ ଗଲା ଗୋଟେ ସାଇଡ୍। ଦ୍ୱିତୀୟ ସାଇଡ୍ଟା ମୁଁ ଆପଣଙ୍କୁ କହି ରଖୁଛି, ଖାଲି ରାଶି ତ ଦେଖିଦେଲେ ହେବନି। ଚନ୍ଦ୍ର ଗୋଟେ ନକ୍ଷତ୍ରରେ ବସିଛନ୍ତି, ସେଇ ନକ୍ଷତ୍ର ଅଧିପତି ଯିଏ ଚନ୍ଦ୍ର ମନେକର ଅଶ୍ଳେଷାରେ ଅଛନ୍ତି, ଅଶ୍ଳେଷାର ଅଧିପତି ହେଲେ ବୁଧ। ଜାତକରେ ତାଙ୍କର ଷ୍ଟ୍ରେନ୍ଥଟା କେତେ ଟିକେ ଦେଖିବେ। ଯଦି ତାଙ୍କ ଷ୍ଟ୍ରେନ୍ଥଟା ଭଲ ଅଛି, ତାହେଲେ ବି ଚନ୍ଦ୍ରଙ୍କର ସେ ରାଶି ଉପରେ କଣ୍ଟ୍ରୋଲଟା ଭଲ ଆସିଲା। ଯଦି ସେଇ ତାଙ୍କର ଅଧିପତି ସେ ଭାବକୁ ଦୃଷ୍ଟି ଦେଉଛନ୍ତି, କିମ୍ବା ତାଙ୍କ ନକ୍ଷତ୍ରର ଲର୍ଡ, ନକ୍ଷତ୍ରର ସ୍ୱାମୀ ଯିଏ, ସିଏ ଯଦି ଦୁର୍ବଳ ଥାଆନ୍ତି, ତାହେଲେ ବି ଆପଣଙ୍କର ଖାଲି ଚନ୍ଦ୍ର ରାଶି ମିଶିଥିଲେ କିଛି ହେଲାନି। ସେ ଲୋକର ପର୍ସନାଲିଟି ଉପରେ ଟିକେ ହ୍ୟାମ୍ପର ଆସିଲା। ଯଦିଓ ନକ୍ଷତ୍ରଟା ବେସିକାଲି ଆପଣଙ୍କ ପୂର୍ବଜନ୍ମ କ୍ୟାରିଫାଇ କରାଯାଏ, କିନ୍ତୁ ଏଇଟା ମୁଁ 20% ୱେଟେଜ୍ ଦେଉଛି। ମୁଖ୍ୟତଃ 80% ଆପଣ ଚନ୍ଦ୍ରର ବଳଟାକୁ ଦେଖିବେ। ଖାଲି ରାଶି ମିଶାଇ ଦେଲେ ଭୁଲ ହେଇଯିବ। ବୃଷ ବାହାରିଲେ ଭାଙ୍ଗିବ। ଆଉ ଭାଙ୍ଗିବା ତ ଦୂର କଥା, ଆମେ ଭିତରେ ପଢ଼ୁନାହିଁ କାହିଁକି? ଯଦିଓ ପଢ଼ିବା ପାଇଁ ଆଉ ଗୋଟେ ଜିନିଷ ଅଛି, ସେ ବୈଶ୍ୟତା ଗଣଫଣ ଦେଖାଯାଏ, କିନ୍ତୁ ବେସିକାଲି ରାଶିର ତ 50% ନା 100ରୁ। କାରଣ ଚନ୍ଦ୍ରର ଷ୍ଟ୍ରେନ୍ଥ ନାହିଁ। ଚନ୍ଦ୍ର ବସିଥିବା ନକ୍ଷତ୍ର ଲର୍ଡ ଯଦି ସିଏ ସ୍ୱାମୀ, ଯଦି ସିଏ ବି ଦୁର୍ବଳ ଥାଆନ୍ତି କିମ୍ବା ଦୂଷିତ ହେଇଥାନ୍ତି, ଯେଉଁଟା ଆଫ୍ଲିକ୍ଟେଡ୍ କୁହାଯାଏ, ଏଠି କୌଣସି ପ୍ରକାର ଖରାପ ସେନ୍ସ ମୁଁ ଦୂଷିତ କରୁନି, ଖରାପ ସ୍ଥାନରେ ବସିଥାନ୍ତି କିମ୍ବା ଖରାପ ଗ୍ରହ ଦ୍ୱାରା ଦୁଷ୍ଟ ହେଉଥାନ୍ତି, ତାହେଲେ ବି ଚନ୍ଦ୍ରଙ୍କର ସେଇ ହାଉସ୍ ଉପରେ କଣ୍ଟ୍ରୋଲ ଟିକେ କମିଯିବ। ଫାଇନାଲି ଆପଣ ଦେଖିପାରିବେ ଡିଗ୍ରୀ ବି, ଯେ ଚନ୍ଦ୍ର ଯଦି ମଝି ଡିଗ୍ରୀ ଅଛନ୍ତି ପରାଶରୀ ପ୍ରିନ୍ସିପଲ୍ ଅନୁସାରେ ଭଲ ଅଛନ୍ତି, ଆଉ ଯଦି ଏକ୍ସଟ୍ରିମ୍ ଡିଗ୍ରୀକି ପଳେଇଛନ୍ତି ତାହେଲେ ଜୈମିନୀ ପ୍ରିନ୍ସିପଲ୍ ଅନୁସାରେ ଭଲ ଅଛନ୍ତି। କିନ୍ତୁ ମୁଖ୍ୟତଃ ହେଲା ସର୍ବଳ। ଚନ୍ଦ୍ରଙ୍କର ଷ୍ଟ୍ରେନ୍ଥ କେତେ ଯଦି ଅଛି, ସେ ଲୋକ ବହୁତ ଇମୋସନାଲ ରହିବେ, ଏବଂ ସେଇ ୱେରେ ତାଙ୍କର ଇମୋସନଟା ଗାଇଡେଡ୍ ହେବ, ଯେଉଁଟାକି ତାଙ୍କ ରାଶିର ନେଚର। ଏ ଚର ରାଶି କଥାରେ କାନ୍ଦି ପକାଉଛନ୍ତି, ତୀର ରାଶି ଥରେ ରାଗିଲା ମାନେ ବିଲକୁଲ ସେ ତରଳୁ ନାହାନ୍ତି। କିନ୍ତୁ ଆପଣ ଦେଖିଥିବେ ଚର ରାଶି ହେଇନଥିବ, କିନ୍ତୁ ସେ ଲୋକର ଡିଟରମିନେସନ୍ ପୁରା ଷ୍ଟ୍ରଙ୍ଗ ଥିବ, କାରଣ ତାର ମନସ୍ତତ୍ଵକୁ କଣ୍ଟ୍ରୋଲ କରୁଥିବା ଚନ୍ଦ୍ର ସେ ସେଇଭଳିଆ ସ୍ଥିତିରେ ଥିବ। ଏବଂ ଗୋଟେ ମଜା କଥା ହେଲା, ଚନ୍ଦ୍ର ଯଦି ଚରରେ ଥାଏ ସବୁବେଳେ ଦୃଷ୍ଟି ଚରକୁ ହିଁ ଦେବ। ତେଣୁ ସମ୍ଭବ ନୁହେଁ ଯେ ଚନ୍ଦ୍ର ଆଉ ଗୋଟେ ରାଶିକି କଣ୍ଟ୍ରୋଲ କରିପାରିବ। କିନ୍ତୁ ଚନ୍ଦ୍ରର ଯଦି ସର୍ବଳ ନାହିଁ, ତାହେଲେ ସେ ରାଶିର ଖାଲି ନାମକୁ ମାତ୍ର ଚନ୍ଦ୍ର ରାଶି, ନହେଲେ ଆଉ କିଛି ତାର ଭ୍ୟାଲୁ ନାହିଁ। ଆଉ ଥରେ ଟିକେ ସଂକ୍ଷିପ୍ତରେ ବୁଝେଇ ଦେଉଛି ଯାହା ମୁଁ କହିବାକୁ ଚାହୁଁଛି। ବିବାହରେ ରାଶି ମେଳକ ସମୟରେ, ରାଶି ତ ଛାଡ଼ନ୍ତୁ ଗୋଟେ ଜେନେରାଲ ଟର୍ମ ହେଇଯାଉଛି, ଚନ୍ଦ୍ର ରାଶି ଗୁଡ଼ାକର ଯେତେବେଳେ ଆମେ ଦେଖୁ, ସେ ଚନ୍ଦ୍ର ରାଶିରେ ଯଦି ଚନ୍ଦ୍ରର ବଳାବଳ ଠିକ୍ ନଥାଏ, ତାହେଲେ ସେଇ ଲୋକକୁ ସେ ଚନ୍ଦ୍ର ସେ ରାଶି କଣ୍ଟ୍ରୋଲ କରିପାରିବେ ନାହିଁ। ଅର୍ଥାତ୍ ସେଇ ଲୋକର ମନସ୍ତତ୍ଵ ସେଇ ରାଶି ଅନୁରୂପ ହେବ ନାହିଁ। କାହିଁକି ନା ଯୋଉ ଗ୍ରହ ଚନ୍ଦ୍ର
ଆପଣଙ୍କର ମାନେ ସେ କର୍ମ ଆପଣଙ୍କର ପୂର୍ବଜନ୍ମର କର୍ମକୁ କ୍ୟାରି କରିକି ଆସିଛି, ଆପଣ ମାନସିକ ସ୍ଥିରତା କେମିତି ରହିବ ଦର୍ଶାଉଛି ଚନ୍ଦ୍ର, ସେଇଟା ଦୁର୍ବଳ। ତେଣୁ ସମ ରାଶିରେ ମଧ୍ୟ ଚନ୍ଦ୍ର ଦୁର୍ବଳ ଥାଇ ବିଷମ ରାଶି ଭଳିଆ ବିହେଭ୍ କରିବେ ସେମାନେ। ତେଣୁ ଆପଣ ଟିକେ ରାଶି ମିଳିଲା ବେଳେ ଚନ୍ଦ୍ରର ବଳକୁ ଧ୍ୟାନ ଦେବେ। ତାହେଲେ ଆପଣ ଭାବିପାରିବେ ଯେ ହଁ ମାନସିକ 2 ଜଣ ଯାକ ଯିବେ କଟକ, 2 ଜଣ ଯାକ କଟକ ଯିବାର ମାନସିକତା ଅଛି, କିନ୍ତୁ କିଏ କେତେ ସ୍ପିଡରେ ଯିବ କେମିତି ଯିବାକୁ ଚାହୁଁଛି, କାହାର ମାନସିକତାର ଷ୍ଟ୍ରେନ୍ଥ କେତେ, କାହାର ସାଇକିଆଟ୍ରିକ୍ ଷ୍ଟ୍ରେନ୍ଥ କେତେ, ଏଠି ମୁଁ କ୍ରାନିଆଲ କାପାସିଟି କଥା କହୁନି ବା ବୌଦ୍ଧିକ କ୍ଷମତା, କିନ୍ତୁ ଇମୋସନାଲ କୋଟେଣ୍ଟ ବା ଇକ୍ୟୁ କାହାର କେତେ। ହଁ ଆପଣ ଇକ୍ୟୁ କହିପାରନ୍ତି, ତାର ଓଡ଼ିଆ ମୁଁ କହିପାରିବିନି, ଆପଣଙ୍କର ଯେଉଁଟା ଇମୋସନ୍ ସେଇଟା ଆପଣଙ୍କର କେତେ ରହିବ, ସେଇଟା ଚନ୍ଦ୍ର ଉପରେ ଡିପେଣ୍ଡ କରେ। ତେଣୁ ସମ ରାଶି ହେଇ ମଧ୍ୟ ଆପଣଙ୍କର ବିବାହ ଛାଡ଼ନ୍ତୁ, ମାନସିକ ତତ୍ତ୍ୱ ମିଶି ନପାରେ ବା ଦେର୍ ୱିଲ୍ ବି ନଟ୍ ମେଣ୍ଟାଲ ମ୍ୟାଚ୍। ବହୁତ ଲୋକ ତ ରିକ୍ୱେଷ୍ଟ କଲେ ସାର୍ ଓଡ଼ିଆରେ ଭିଡ଼ିଓ କରନ୍ତୁ, ମୁଁ ଓଡ଼ିଆରେ ଭିଡ଼ିଓ କଲି, ଦୁଃଖର ବିଷୟ 50ଟା ବି ଭ୍ୟୁ ହେଉନି, ଇଂଲିଶରେ ଯାହା ହଉ କିଛି ଭ୍ୟୁ ହେଉଛି। ତେଣୁ ମୁଁ ବି ଆପଣଙ୍କୁ ଅନୁରୋଧ କରୁଛି ଇଂଲିଶ ହିନ୍ଦୀ ଗୁଡ଼ା ସବୁ ଜାଣନ୍ତୁ, ପଢ଼ନ୍ତୁ, ନହେଲେ ଆପଣ କ'ଣ ଏଇସବୁ ଆପଣଙ୍କର ଓଡ଼ିଆ ପ୍ରତି ସମ୍ପୂର୍ଣ୍ଣ ରୂପେ ଶ୍ରଦ୍ଧା ମୋ ଭଳିଆ ରହୁ, କିନ୍ତୁ ତା ଛଡ଼ା ସେଇ ଜିନିଷଟାକୁ ଇଂଲିଶ ଆଉ ହିନ୍ଦୀରେ ବି କହି ଶିଖନ୍ତୁ, ଆପଣ ପଢ଼ି ଶିଖନ୍ତୁ, ଶୁଣି ଶିଖନ୍ତୁ, ତଦ୍ୱାରା ଆପଣଙ୍କର ୱାର୍ଲଡ ଭିଉ ବଢ଼ିବ, ଆପଣଙ୍କର କମ୍ୟୁନିକେସନ୍ ଆବିଲିଟି ବଢ଼ିବ। ମୋର ମାତୃଭାଷା ମୋର ଏଇ ଜାଗାରେ ପେରି ଅଛି, ମୁଁ ଆଗ ମାତୃଭାଷା ଶିଖିବା ଦରକାର, ଆଗ କହିବା ଦରକାର। ଯଦି ମୁଁ ନ କହିପାରୁଛି ନ ଶିଖିପାରୁଛି ସେଇଟା ମୋର ଗୋଟେ ଡିମେରିଟ୍, କିନ୍ତୁ ଥରେ ମୁଁ ସେଇଟା କହିଦେଇ ସାରିଲା ପରେ ମୋର ନେକ୍ସଟ ହେବା କଥା ଯେ ମୁଁ ରାଷ୍ଟ୍ରୀୟ ଭାଷାଟା ଶିଖେ, ହିନ୍ଦୀରେ କୁହେ, ହିନ୍ଦୀରେ ଲେଖେ, ହିନ୍ଦୀରେ ପଢ଼େ, ତାପରେ ଅଫିସିଆଲ ଲାଙ୍ଗୁଏଜ ଇଣ୍ଡିଆର ଇଂଲିଶ, ଇଣ୍ଟରନ୍ୟାସନାଲ ତ ଡେଫିନେଟଲି ତାକୁ ବି ଶିଖେ। ତେଣୁ ଏଟା ମୁଁ ଅନୁରୋଧ ଆପଣଙ୍କର ଯେ ଖାଲି ଓଡ଼ିଆ ନୁହେଁ, ଇଂଲିଶ ହିନ୍ଦୀ ସବୁ ପଢ଼ନ୍ତୁ, ଆଉ ସବୁଥିରେ କୁହନ୍ତୁ, ସବୁ ଭାଷା ବୁଝନ୍ତୁ, ହେଲେ ଆପଣଙ୍କର ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସୁଯୋଗ ମିଳିବ। କାରଣ ଏଟା ହେଲା ଖାଲି ଆମ ଓଡ଼ିଶାରେ ଯେଉଁ ଜିନିଷ ଲିଟରେଚର ଅଛି ଆପଣ ଜାଣିପାରିଲେ, ଯେତିକି ହିନ୍ଦୁ କ୍ଲାସିକ୍ସ ଟ୍ରାନ୍ସଲେଟ୍ ହେଇଛି ଆପଣ ଜାଣିପାରିଲେ, ଆଉ ବହୁତ ଗୁଡ଼େ ବହି ହିନ୍ଦୀରେ ଗଦା ଜ୍ୟୋତିଷର ଟ୍ରାନ୍ସଲେସନ୍ ହେଇକି ଅଛି। ଲୋକାଲ ଟ୍ରାଡ଼ିସନ୍ ଛାଡ଼ି ଦିଅନ୍ତୁ, ସେ ଅଲଗା କଥା। ଆପଣ କହିବେ ଯେ ତାମିଲନାଡ଼ୁରେ ଭଲ ବହି, ତାକୁ ଛାଡ଼ନ୍ତୁ, ସେ ତ ଅଲଗା କଥା। କ୍ଲାସିକ୍ସ ଯଦି ଆଜିକା ଡେଟ୍ରେ 50ଟା ବହି ନେବା, ତାହେଲେ ଇଂଲିଶ ଟ୍ରାନ୍ସଲେସନ୍ ଆପଣଙ୍କୁ ମିଳିବ, ସବୁ ତ ଓଡ଼ିଆ ମିଳିବନି, ସବୁଗୁଡ଼ାକରେ ହିନ୍ଦୀ ଟ୍ରାନ୍ସଲେସନ୍ ମିଳିବ ଆଗ, ସବୁଗୁଡ଼ା ଇଂଲିଶ ବି ନ ମିଳିପାରେ। ତେଣୁ ଜ୍ୟୋତିଷଟାକୁ ଟିକେ ଭଲକି ଶିଖିବା ପାଇଁ ହେଲେ ଆପଣଙ୍କୁ ଓଡ଼ିଆ, ହିନ୍ଦୀ ଆଉ ଇଂଲିଶଟା ଲେଖିବା କଥା ମୁଁ କହୁନି, ମୋ ଭଳିଆ ଏତେ ବହି ଲେଖିବା ଦରକାର ନାହିଁ, କହିବା ବି ନ କହିପାରନ୍ତୁ, ଟିକେ ବୁଝିପାରନ୍ତୁ, ପଢ଼ିପାରନ୍ତୁ ଆଉ ବୁଝିପାରନ୍ତୁ, ତାହେଲେ ଆପଣଙ୍କର ନିଜର ଜ୍ଞାନବର୍ଦ୍ଧନ ହେବ। ଏଇଟା ମୋର ଆପଣଙ୍କୁ ଅନୁରୋଧ, କୌଣସି ପ୍ରକାର ମୁଁ ଆପଣଙ୍କୁ ଆକ୍ଷେପ କରି କହୁନି। ତେବେ ମାତୃଭାଷାର ଜୟ ହେଉ, ଆମର ମାତୃଭୂମି ମାତୃଭାଷା ଆଗ। ତେଣୁ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ଯଦି ଭଲ ଲାଗିଥିବ ସେୟାର କରିବେ। ଆଉ ବେସିକାଲି ମୋର ଜ୍ୟୋତିଷ ମିତ୍ର ଏବଂ ଜ୍ୟୋତିଷ ଶତ୍ରୁମାନଙ୍କ ପାଇଁ ଏଇଟା ଗୋଟେ ସନ୍ଦେଶ କି ଖାଲି ରାଶି ମିଶାଇ ଦେଇକି ଦେଖିବେ, ଚନ୍ଦ୍ରର ବଳାବଳ ଦେଖିକି ହିଁ ରାଶି ମିଶାଇଲେ ସେଟା ଟିକେ ଅଧିକ ଫଳପ୍ରଦ ରହିବ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।